ପିଲାମାନେ ଏହା ହେଉଛି ତୁମର ସमेଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ଅର୍ଦ୍ଧବାର୍ଷିକୀ ପରୀକ୍ଷାର ପ୍ରକୃତ ପ୍ରଶ୍ନପତ୍ର ରିଏଲ୍ କ୍ୱେଶ୍ଚନ୍। ଠିକ୍ ଅଛି, ଆମେ ଏବେ ଦେଖିବା ତାହା ସବୁ କ'ଣ ସବୁ ଅଛି। ଏହା ହେଉଛି ଶ୍ରେଣୀ ସପ୍ତମର ଏବଂ ବିଷୟ ହେଉଛି ବିଜ୍ଞାନ, ସମୟ 2 ଘଣ୍ଟା। ଠିକ୍ ଅଛି, ସର୍ବପ୍ରଥମେ ଏଇଠି ତୁମର ନାମ ଲେଖିବ ପିଲାମାନେ, ଏଇଠି ତୁମର ନାମ, ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମ ବିଦ୍ୟାଳୟର ନାମ, ତୁମ ବିଦ୍ୟାଳୟର ନାମ ଲେଖିବ, ତାପରେ ଏଇଠି ଲେଖିବ ତାରିଖ। ଠିକ୍ ଅଛି, ଏଇଠି ଲେଖିବ ତୁମର ଯେଉଁ ଦିନ ପରୀକ୍ଷା ଦେଉଥିବ ସେହି ଦିନର ତାରିଖ। ତାପରେ ଏଇଠି କିଛି ଲେଖିବ ନାହିଁ, ଏଇଠି ତୁମର ଶିକ୍ଷକଙ୍କ କାମ କରିବେ। ଠିକ୍ ଅଛି, ତାପରେ ଏଇଠି ଏହା ହେଉଛି ତୁମର ପୂର୍ଣ୍ଣାଙ୍କ 50 ମାର୍କର ପରୀକ୍ଷା, କେତେ ପାଇବ ଏଇଠି ଖାଲି ଘରେ ତୁମକୁ ଶିକ୍ଷକ ଲେଖିବେ। ଠିକ୍ ଅଛି, ଏଇଠି ସେ ତାଙ୍କର ଦସ୍ତଖତ କରିବେ ଏଇଠି। ତାପରେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଅଛି ଶୂନ୍ୟସ୍ଥାନ ପୂରଣ କର। ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି, ଗୋଟିଏ ମୌଳିକ ପଦାର୍ଥରେ କେତେ ପ୍ରକାର ପରମାଣୁ ଥାଏ? ଗୋଟିଏ ମୌଳିକ ପଦାର୍ଥରେ କେତେ ପ୍ରକାର ପରମାଣୁ ଥାଏ? ତୁମେ ଏଠି ଶୂନ୍ୟସ୍ଥାନ ଜାଗାରେ ଠିକ୍ ଉତ୍ତର ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି ଇଲେକ୍ଟ୍ରିକ୍ ବଲ୍ବ ଜଳିବା ଡେସ୍କ ପରିବର୍ତ୍ତନ। ଇଲେକ୍ଟ୍ରିକ୍ ବଲ୍ବ ଜଳିବା ଡେସ୍କ ପରିବର୍ତ୍ତନ, କେଉଁ ପରିବର୍ତ୍ତନ ତୁମେ ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ତେନ୍ତୁଳିରେ ଡେସ୍କ ଅମ୍ଳ ଥାଏ। ତେନ୍ତୁଳିରେ କେଉଁ ଅମ୍ଳ ଥାଏ ତୁମେ ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ମଠା ଲୁଗା ଡେସ୍କ ପ୍ରକାର ରେଶମରୁ ପ୍ରସ୍ତୁତ ହୋଇଛି। ମଠା ଲୁଗା କେଉଁ ପ୍ରକାର ରେଶମରୁ ପ୍ରସ୍ତୁତ ହୋଇଛି ତୁମେ ଏଇଠି ଲେଖିବ। ଠିକ୍ ଅଛି, ତାପରେ ଆମିବାର ହଜମ କାର୍ଯ୍ୟ ଡେସ୍କରେ ହୋଇଥାଏ, କେଉଁଠି ହୋଇଥାଏ ତୁମେ ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଠିକ୍ ଉତ୍ତରଟି ବାଛି ଲେଖ। ଠିକ୍ ଉତ୍ତରଟି ବାଛି ଲେଖିବ, ବନ୍ଧନୀରେ ଅଛି। ଠିକ୍ ଅଛି, ଏଠାରେ ପ୍ରଶ୍ନ ଅଛି ଡେସ୍କରେ ଅମ୍ଳ ଥାଏ, କେଉଁଠି ଅମ୍ଳ ଥାଏ? ଏଠାରେ ଅପସନ୍ ଅଛି କଦଳୀ, ପଣସ, ଅଙ୍ଗୁର, ଚିନି। କେଉଁଥିରେ ଅମ୍ଳ ଥାଏ ତୁମେ ସଠିକ୍ ଉତ୍ତରଟି ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ପୋଷକର ଆହରଣ ଓ ଖାଦ୍ୟ ପ୍ରସ୍ତୁତିରେ ବିନିଯୋଗକୁ ସାମୂହିକ ଭାବେ ଡେସ୍କ କୁହାଯାଏ। କ'ଣ କୁହାଯାଏ? ପୋଷଣ, ଆତ୍ମୀକରଣ, ଜନନ, ବୃଦ୍ଧି। କେଉଁଠି ସଠିକ୍ ଉତ୍ତର ତୁମେ ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଡେସ୍କର ପଶମ ମିଳେ ନାହିଁ। ଡେସ୍କର ପଶମ ମିଳେ ନାହିଁ। ଏଠାରେ ଅପସନ୍ ଅଛି ଚମରି ଗାଈ, ଓଟ, ଛେଳି, ଲୋମଶ କୁକୁର। କେଉଁଟି ହେବ ତାହାର ସଠିକ୍ ଉତ୍ତର ଏଇଠି ତୁମେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ଡେସ୍କ ଏକ ସର୍ବାହାରୀ ପ୍ରାଣୀ। ସର୍ବାହାରୀ ପ୍ରାଣୀ। ଠିକ୍ ଅଛି, ଏଠାରେ ଅପସନ୍ ଅଛି ଗାଈ, ମାଛ, ମଣିଷ, ବାଘ। ଏଠାରେ ସଠିକ୍ ଉତ୍ତରଟି ହେଉଛି ମଣିଷ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି କୀଟପତଙ୍ଗମାନଙ୍କୁ ଖାଇ ଯାଉଥିବା ଉଦ୍ଭିଦ ହେଉଛି କିଏ? କୀଟପତଙ୍ଗମାନଙ୍କୁ ଖାଇ ଯାଉଥିବା ଉଦ୍ଭିଦ ହେଉଛି ନିର୍ମୂଳୀ, ଶୈବାଳ, କମଣ୍ଡଳୁ, ଛତୁ। କେଉଁଟି ହେବ ଏହାର ସଠିକ୍ ଉତ୍ତରଟି ଏହି ଶୂନ୍ୟସ୍ଥାନରେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ସମୀକରଣ ଗୁଡ଼ିକ ପୂରଣ କର। ସମୀକରଣ ଗୁଡ଼ିକ ତୁମେ ପୂରଣ କରିବ। ଠିକ୍ ଅଛି, 2mg + O2 = ଏଠାରେ କେତେ ହେବ ଲେଖିବ। ତାପରେ ଅଛି 2KLO1 2KLO4 = 2KCl ପ୍ଲସ୍ କେତେ ହେବ। ଠିକ୍ ଅଛି, ଏଠାରେ ତୁମେ ଲେଖିବ। ତାପରେ N2 + 3H2 = କେତେ ଏଇଠି ତୁମେ ଲେଖିବ, ସମୀକରଣ କରିବ। ଠିକ୍ ଅଛି, ତାପରେ Zn + Cl2 ଏଠାରେ କେତେ ହେବ ତୁମେ ସମୀକରଣ କରିବ। ତାପରେ 2H4 = O2 ଏଇଠି କେତେ ହେବ ତୁମେ ସମୀକରଣ କରିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି କ ସ୍ତମ୍ଭର ପଦ ସହ ଖ ସ୍ତମ୍ଭର ପଦକୁ ମିଳାଅ। ସମ୍ବନ୍ଧୀୟ ଥିବା ଶବ୍ଦକୁ ତୁମେ ଗାର ଟାଣିବ। ଠିକ୍ ଅଛି, ଏଠାରେ ଅପସନ୍ ଅଛି ଆସ୍କର୍ବିକ୍ ଅମ୍ଳ, ତାପରେ ଅଛି ଅକ୍ଜାଲିକ୍ ଅମ୍ଳ। ଠିକ୍ ଅଛି, ତାପରେ ଅଛି ସାଇଟ୍ରିକ୍ ଅମ୍ଳ, ତାପରେ କ'ଣ ଅଛି DNA ଅଛି,
तापर अच्छी गंधकाम्ल, तापर खस्तंभर अच्छी पालंग शाग, जीवकोश, अँला, अम्लवर्षा, लेंबू, पातित जल संबंध थिबा स्थान को गार टाणिब। ठीक अच्छे। परवर्ती प्रश्न देखिबा। प्रथम शब्द द्वयर संपर्क को लक्ष्य करी शून्यस्थान पूरण करिब। ठीक अच्छे। एठारे ऑप्शन अच्छी टसर मठा, टसर मठा, तापरे अच्छी तूत कौन हम ये लिखिब। तापर अच्छी मांसपेशी प्राणी बाघ, मांसाशी उद्भिद क्यों गछ ये लिखिब। तापरे दोरसा धान, तापरे निगिड़ा दोरसा क्यों चाष हुए ये लिखिब। ठीक अच्छे। तापरे दही अम्लीय द्रवण, लुणी पानी क्यों द्रवण ये लिखिब। ठीक अच्छे। तापरे प्रतिअम्ल बदहजम, तापरे कालामीन कौन ये लिखिब। ठीक अच्छे। परवर्ती प्रश्न देखिबा। शिल्प आवर्जना जलस्रोत रे मिसिबा पूर्व यह प्रशमित करने जरूरी, कारण कहीं। ठीक अच्छे। कारण लिखिब कहीं जरूरी, तार मात्र 2-3 धाड़ी मध्य लिखिब। ठीक अच्छे। परवर्ती प्रश्न देखिबा। क्रिकेट खेलाड़ी माने धला पोशाक व्यवहार करी खेलती कहीं, धला पोशाक कहीं व्यवहार करती, तुम तार उदाहरण मान कारण लिखिब। ठीक अच्छे। परवर्ती प्रश्न उत्तर लेख, उत्तर लिखिब। अग्न्याशय केउं अंश रे थाए यार कार्य कौन, अग्न्याशय केउं अंश रे थाए यार कार्य कौन तुम लिखिब। ठीक अच्छे। परवर्ती प्रश्न देखिबा। तापमान जंत्र को जीभ तले कहीं रखा जाए, तापमान जंत्र को जीभ तले कहीं रखा जाए यार उत्तर कहीं तार कारण लिखिब। ठीक अच्छे। तापरे रेशम और पशम मध्य दुईटी सामंजस्य लेख, रेशम और पशम मध्य दुईटी सामंजस्य कौन अच्छी लिखिब। ठीक अच्छे। तापरे परवर्ती प्रश्न अच्छी पारदर क्यों विशेष गुण जोगु यह तापमानीय पदार्थ रूपे तापमान जंत्र रे व्यवहार करा जाए। किंबा किंबा अच्छी पिला माने जेकोसी गोटे करिवो मेंढा लोमरू पशम तंतु किपरि प्रस्तुत करा जाए सोपान क्रम रे वर्णना कर। ठीक अच्छे। जेकोसी गोटे करिवो किंबा देछि याको करिवो नचेत प्रथमटी करिवो। ठीक अच्छे। तापरे परवर्ती प्रश्न देखिबा। गोटे धातु मध्य तापर संचरण चित्र मध्य बुझाई लेख। अति सुंदर प्रश्न। ठीक अच्छे। तापरे किंबा अच्छी, किंबार अच्छी परिपाक क्रिया किपरि हुए, परिपाक क्रियार रेखांकित चित्र द्वारा दर्शाओ। ठीक अच्छे। चित्र नामांकित चित्र द्वारा दर्शाइब। धन्यवाद पिला माने। वीडियोटी केमिति लागिला निश्चय कमेंट करी लिखि जणाइब एवं एही तुम निश्चय ध्यान देव पिला माने जो प्रश्नर उत्तर तुम जानी पारिबो नाही निश्चय कमेंट रे लिखिबो एवं आमे ताहार उत्तर यथा संभव कमेंट माध्यम रे हो किंबा अन्य एक वीडियो माध्यम रे हो आमे तुम पाखकु पहुंचाई देबु। ठीक अछि। तापरे एमिति वीडियो देखिबा पई निश्चय आम एई चैनल को सब्सक्राइब करिवो। ठीक अछि। धन्यवाद।